ମାର୍କେଟରେ ଝରଣା ଚାଟ୍ ଖାଇବାକୁ ମନ କରିଥିଲେ। ମୁଁ କହିଲି ନାଇଁ, ଘରେ ତିଆରି କରି ଅତି ଆନନ୍ଦର ସହିତ ଖାଇବା। ତ ଆମେ ଦି ଜଣ ଲାଗି ପଡ଼ିଥିଲୁ ଚାଟ୍ ତିଆରି କରିବାର। ଝରଣା ମାର୍କେଟ ଷ୍ଟାଇଲରେ କେମିତି ଚାଟ୍ ତିଆରି କରୁଛନ୍ତି ଚାଲନ୍ତୁ ପୁରା ଭିଡ଼ିଓ ଦେଖିବା। ସର୍ବପ୍ରଥମେ ଆଳୁ ଏବଂ ମଟରକୁ ପ୍ରେସରରେ ବଏଲ୍ କରିଦେଇଥିଲେ। ତାପରେ କଢ଼େଇରେ ତେଲ ଟିକେ ନେଇ ଜିରା ଏବଂ ପିଆଜ, ଅଦା ରସୁଣ ପେଷ୍ଟ, ଟମାଟୋକୁ ଭଲ ଭାବେ ଭାଜି ଦେଇଥିଲେ। ଆଉ ସେଇଥିରେ ଆଳୁ ମଟର ବଏଲକୁ ଦେଇ ଭଲ ଭାବେ କଷି ଦେଇଥିଲେ। ଅଳ୍ପ ଟିକେ ପାଣି ଦେଇ ସେଇଥିରେ ଗୁଣ୍ଡ ମସଲା ସବୁ ଦେଇ ଦେଇଥିଲେ। ଜିରା ଗୁଣ୍ଡ, ଧଣିଆ ଗୁଣ୍ଡ, ଲୁଣ, ହଳଦୀ ଗୁଣ୍ଡ, ଧଣିଆ ପତ୍ର ସବୁ ଦେବା ପରେ ଭଲ ଭାବେ କିଛି ସମୟ ମିକ୍ସ କରିବା ପରେ ଚାଟ୍ ମସଲା ଦେଇ ପ୍ଲେଟକୁ ବାହାର କରିନେଇଥିଲେ। ପ୍ଲେଟକୁ ବାହାର କରିବା ପରେ କଟା ପିଆଜ, କାକୁଡ଼ି, ତେନ୍ତୁଳି ଖଟା, କଞ୍ଚା ଲଙ୍କା, ଧଣିଆ ପତ୍ର, ସେଉ ଭାଜା, ପାମ୍ପଡ଼, ଚାଟ୍ ମସଲା, ବିଟ୍ ଲୁଣ ଏବଂ ଫ୍ରାଇ ପିନଟ୍ସ ଦହିକୁ ଦେଇ ଭଲ ଭାବେ ପ୍ଲେଟକୁ ସଜେଇ ଦେଇଥିଲେ। ଆଉ ଏବେ ଆମେ ଟେଷ୍ଟ କରିବା କେମିତି ହେଇଛି ଚାଲନ୍ତୁ ଦେଖିବା। ଅତି ଆନନ୍ଦର ସହିତ ଚାଟ୍କୁ ଆମେ ଦି ଜଣ ଖାଇଥିଲୁ। ଆଉ ଚାଟ୍ର ଟେଷ୍ଟ ଅତି ସୁନ୍ଦର ଥିଲା। ଆମ ଭିଡ଼ିଓ ଭଲ ଲାଗିଥିଲେ ନିଶ୍ଚୟ ସବସ୍କ୍ରାଇବ୍ କରିଦେବେ। ଜୟ ଜଗନ୍ନାଥ।